ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ଶିଖେଇବି ପଟ୍ଟଚିତ୍ର କିପରି କରାଯାଏ। ପଟ୍ଟଚିତ୍ର ହେଉଛି ଓଡ଼ିଶାର ପାରମ୍ପରିକ ଚିତ୍ରକଳା। ଏଇଟା କେମିତି କରାହୁଏ ମୁଁ ଏବେ ଆପଣଙ୍କୁ ଶିଖେଇବି। ଚିତ୍ର ହେଉଛି ଓଡ଼ିଶାର ପାରମ୍ପରିକ ଚିତ୍ରକଳା ଅଟେ। ଏଥିରେ ଟସର କପଡ଼ା ନାହିଁ ତ ପେପର ନାହିଁ ତ ପଟି ଉପରେ ଚିତ୍ର କରାଯାଏ, ସେଥିପାଇଁ ୟାକୁ ପଟ୍ଟଚିତ୍ର କୁହାଯାଏ। ପଟ୍ଟଚିତ୍ର କରିବାକୁ ହେଲେ ଟିକେ ପେସେନ୍ସ ଦରକାର। ଏ ପେଣ୍ଟିଂ ବଡ଼ ବଡ଼ ପେଣ୍ଟିଂ ବସିକି ତଳେ ବସି କରିବାକୁ ହୁଏ, ସେଥିପାଇଁ ତଳେ ବସିବାକୁ ବି ଗୋଟେ ପେସେନ୍ସ ଦରକାର। ଏଥିରେ ଛୋଟ ଛୋଟ ଡିଜାଇନ୍ ପକାଯାଏ, ଯେଉଁଥିରେ କି ଆର ଚିତ୍ରକଳାଟା ବହୁତ ସୁନ୍ଦର ଦେଖାଯାଏ। ଏ ଚିତ୍ରକଳାରେ ନ୍ୟାଚୁରାଲ୍ କଲର୍ ୟୁଜ୍ କରାଯାଏ। ମୁଁ ଯେଉଁ ପେଣ୍ଟିଂ କରୁଛି ଏଇଟା ହେଉଛି ଜଗନ୍ନାଥଙ୍କର ସୁନାବେଶ। ଏଇଟା ବାଙ୍ଗାଲୋରରୁ ଅର୍ଡ଼ର ଆସିଛି, ଯେଉଁଥିରେ କି ମୁଁ ଏ ପେଣ୍ଟିଂ କରୁଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ସୁନାବେଶ। ଫାଷ୍ଟ ମୁଁ ଟସର କପଡ଼ାକୁ ବୋର୍ଡ଼ ଉପରେ ପେଷ୍ଟ କରିକି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଡ୍ରଇଂ ଆଙ୍କିଦେଲି। ତାପରେ ହ୍ୱାଇଟ୍ କଲର୍ରେ ଫାଷ୍ଟ ଡ୍ରଇଂ କଲା ପରେ ହ୍ୱାଇଟ୍ କଲର୍ରେ ତାକୁ ମୁଁ ଆଉଟଲାଇନ୍ ପକାଇଦେଲି। ଆଉ କିଛି ସମୟ ଶୁଖିଗଲା ପରେ ତା ଉପରେ ମୁଁ କଲର୍ ପେଷ୍ଟ କରିବି, ଯେଉଁଟାକି ବେସିକ୍ କଲର୍ ହେଉଛି ହ୍ୱାଇଟ୍ କଲର୍। ହ୍ୱାଇଟ୍ କଲର୍ ମାରି ସାରିଲା ପରେ ହିଁ ତାପରେ ନିଜ ନିଜ ଇଚ୍ଛାରେ ଯେଉଁଠି କଲର୍ ଦରକାର ସେଇଠି କଲର୍ ମରାଯିବ। ଏ ପେଣ୍ଟିଂ କେମିତି ଲାଗୁଛି ଲାଇକ୍ କରନ୍ତୁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏମିତି ନୂଆ ନୂଆ ଡ୍ରଇଂ ମୁଁ ଆପଣଙ୍କୁ ଶିଖେଇବି। ଅଲଗା ଏପିସୋଡ଼ରେ କେମିତି ଏ ପଟ୍ଟଚିତ୍ର କଲରିଂ କରାଯାଏ ଆଉ ଗୋଟେ ଏପିସୋଡ଼ରେ ମୁଁ ଶିଖେଇବି। ଥ୍ୟାଙ୍କ ୟୁ, ଧନ୍ୟବାଦ। ଜୟ ଜଗନ୍ନାଥ ସ୍ୱାମୀ।